ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଏକ କ୍ଷୁଦ୍ର ଗଳ୍ପ ଓମ୍ ଓ ମୋବାଇଲ। ଆଧୁନିକ ଯୁଗରେ ମୋବାଇଲ ଧରିବା ଏକ ଫ୍ୟାସନ୍ ହୋଇଗଲାଣି। କିଏ ପାଠ ପଢ଼ିଥାଉ କି ନଥାଉ ମୋବାଇଲଟେ ନିହାତି ଦରକାର। ମୋବାଇଲ ସତ୍କର୍ମରେ ଲଗାଇଲେ ବହୁତ ଭଲ, ଅସତ୍ କର୍ମରେ ଲଗାଇଲେ ବହୁତ ଖରାପ। ଓମ୍ ବ୍ୟସ୍ତ କରୁଥିଲା, ମା ଟିକେ ମୋବାଇଲ ଦିଅ, ଟିକେ ଦେଖିକି ଦେଇଦେବି। ମା ଦେବା ପାଇଁ ନାରାଜ ହେଉଥାନ୍ତି। ବାପା କିନ୍ତୁ କହିଲେ ତାକୁ ମୋବାଇଲ ଦିଅ। ଜଣେ ଝିଅ ଆମ ଡାକ୍ତରଖାନାରେ ବାରମ୍ବାର ଭର୍ତ୍ତି ହୋଇ ରହୁଛି, ଇଞ୍ଜେକ୍ସନ୍ ନେଉଛି, ବେଳେବେଳେ ଅତି ଭୟଙ୍କର ହେଉଛି। ମୋବାଇଲ ନ ଦେଲେ ଜିନିଷପତ୍ର ଫିଙ୍ଗା ଫୋପଡ଼ା କରୁଛି। ରାତ୍ରି ଅନିଦ୍ରା ରହି ମୋବାଇଲ ଦେଖୁଛି। ପାଠ ପଢ଼ିବା ପ୍ରାୟ ଛାଡ଼ିଦେଲାଣି। ମ୍ୟାଟ୍ରିକ୍ ପରୀକ୍ଷା ଦେବ, କିନ୍ତୁ ପାଠ ପଢ଼ୁନି। ମୋବାଇଲ ନେଇଗଲେ ଏବେ ଦୁଇଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା ମଧ୍ୟ କରିଛି। ଆଗରୁ ଥରେ ତା ହାତ ଗୋଡ଼କୁ ବାନ୍ଧି କଟକ ପଠାଇଥିଲୁ, କାରଣ ସେ ଅତି ଭୟଙ୍କର ହେଉଥିଲା। କାହାକୁ କାମୁଡ଼ି ଦେଲାଣି ତ କାହାକୁ ବାଡ଼େଇଲାଣି। ବାପାଙ୍କ କଥା ସବୁ ଓମ୍ ଶୁଣୁଥିଲା। ମନେ ମନେ ଭାବୁଥିଲା, ବାପା ମିଛରେ ଠକୁନାହାନ୍ତି ତ। ସନ୍ଧ୍ୟା ହେଲା, ବାପା ଡାକ୍ତରଖାନା ଗଲେ। ଫୋନ୍ କରି ଓମ୍କୁ ଡାକ୍ତରଖାନାକୁ ଡକେଇଲେ। ଓମ୍ ଯାଇ ପହଞ୍ଚିଲା। ବାପା କାନ ପାଖରେ ଯାଇ ଆସ୍ତେକି କହିଲେ, ଇଏ ସେଇ ମୋବାଇଲ ଝିଅ। ଆଜି ମୋବାଇଲ ନ ଦେବାରୁ ନିଜ ହାତକୁ ବ୍ଲେଡ଼ରେ କାଟିଛି। ବାପା ମାଆଙ୍କୁ ବାଡ଼େଇଛି। ଭାଇକୁ କୂଅକୁ ଠେଲି ଦେଉଥିଲା। ଭାଇ ତାକୁ ଧରି ପକାଇବାରୁ ଦୁଇଜଣ କୂଅରେ ପଡ଼ିଗଲେ। ସାନ ଭାଇ ମୃତ୍ୟୁବରଣ କରିଛି ଓ ଭଉଣୀର ଅବସ୍ଥା ଗୁରୁତର। ପାଟିରୁ ଫେଣ ବାହାରୁଛି। ବଡ଼ ଡାକ୍ତରଖାନାକୁ ରେଫର କରାଯାଇଛି। ଆମ୍ବୁଲାନ୍ସ ଆସୁଛି, ଆସିଲେ ଯିବ। ସାନ ଭାଇର ଏବେ ପୋଷ୍ଟମର୍ଟମ ହେବ। ମୋବାଇଲ ନିଶା ମଦଠାରୁ ମଧ୍ୟ ଭୟଙ୍କର। ଏତିକି କହି ବାପା ଓମ୍କୁ ଘରକୁ ପଠାଇଦେଲେ। ଓମ୍ ଘରକୁ ଗଲା। ମାଆଙ୍କ ପାଖରେ ପହଞ୍ଚି ମାଆଙ୍କୁ ନିଜର ଭୁଲ ହୋଇଛି ଦର୍ଶାଇ କ୍ଷମା ମାଗିଲା ଏବଂ ଆଉ ମୋର ମୋବାଇଲ ଦରକାର ନାହିଁ ବୋଲି କହି ମୋବାଇଲ ଫେରେଇ ଦେଲା। ସମସ୍ତେ ବାପାଙ୍କ ବୁଦ୍ଧିକୁ ପ୍ରଶଂସା କଲେ। ଓମ୍ ପୁରା ସୁନା ପୁଅ ହୋଇଗଲା। ତାହେଲେ ଜାଣିପାରିଲେ ତ, ମୋବାଇଲର ନିଶା ମଦ ନିଶାଠାରୁ ମଧ୍ୟ ଅଧିକ ଭୟଙ୍କର। ତେଣୁ ମୋବାଇଲ ଯେତିକି ଦରକାର ସେତିକି ୟୁଜ୍ କରନ୍ତୁ। ଅଧିକ ୟୁଜ୍ କଲେ ଆଖିର ଦୃଷ୍ଟିଶକ୍ତି ମଧ୍ୟ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ମୋବାଇଲକୁ ଯଥାସାଧ୍ୟ ଚେଷ୍ଟା କରିବେ ଯେତିକି ଦରକାର ସେତିକି ୟୁଜ୍ କରିବେ। ଆଉ ରାତ୍ରି ଅନିଦ୍ରା ରହି ମୋବାଇଲକୁ ବାରମ୍ବାର ଦେଖିବେ ନାହିଁ। ଧନ୍ୟବାଦ।